କାଲି ରଜ, ତୁମେ ମୋ ପାଇଁ କେବେ ଦୋଳି ତିଆରି କରିବ? ଆରେ ମା, ମୁଁ ଆଗ କାମରୁ ଫେରି ତାପରେ ତୋ ପାଇଁ ଦୋଳି ତିଆରି କରିଦେବି। ନାଇଁ ମା, ମୋର ଦୋଳି ଖେଳିବାକୁ ଭାରି ଇଚ୍ଛା ହଉଛି। ଚାଲ ନା ମା, ମୋ ପାଇଁ ଏବେ ହିଁ ଗୋଟେ ଦୋଳି ତିଆରି କରିଦିଅ। ଆଚ୍ଛା ଆଚ୍ଛା, ଚାଲେ, ମୁଁ କାଠ ଆଉ ଦଉଡ଼ି ନେଇ ଯାଉଛି, ତୋ ପାଇଁ ଦୋଳି ତିଆରି କରିଦେବି। ଏଇନି ହେଇଗଲା ତ ଦୋଳି, ତୁ ଦୋଳିରେ ଖେଳୁଥା, ମୁଁ ଏବେ କାମକୁ ଯାଉଛି। ଆଚ୍ଛା ଠିକ ଅଛି ମା। ତାପରେ ମା ଚଢ଼େଇ କାମକୁ ଗଲା। କୁନି ଦୋଳିରେ ଖେଳୁଥିଲା। ସେହି ସମୟରେ କାଉଛୁଆ ତାକୁ ଦେଖିଲା। ସେ ଦୋଳିକୁ ଜୋରେ ଧକ୍କା ଦେଇ କୁନିକୁ ନଦୀରେ ପକେଇଦେଲା। ପଡ଼ିଗଲା ପଡ଼ିଗଲା, କୁନି ପାଣିରେ ପଡ଼ିଗଲା। ମୋ ଗୋଡ଼! ବଦମାସ ଚିକି, ମତେ ପାଣିରେ ପକେଇ ହସୁଛୁ। ଯଦି ମୁଁ ଏବେ ବୁଡ଼ି ଯାଇଥାନ୍ତି। ଆରେ ନା ନା କୁନି, ମୁଁ ତତେ ବୁଡ଼ିବାକୁ ଦେବିନି। ତୁ ବୁଡ଼ିଗଲେ ମୁଁ କାହା ସହ ଲାଗିବି କହିଲୁ? କାଉଛୁଆ ହସୁଥିଲା। କୁନି କୌଣସି ମତେ ପାଣିରୁ ବାହାରି କାନ୍ଦି କାନ୍ଦି ଘରକୁ ଗଲା। ପରଦିନ ସକାଳେ, ଶୁଣ ମା କୁନି, ତୁ ଆଜି ଜମା ବି ଚିକି ପାଖକୁ ଯିବୁନି। ତୁ ଯେବେ ବି ତା ପାଖକୁ ଯାଉ କାନ୍ଦି କାନ୍ଦି ଘରକୁ ଫେରୁ। ସବୁବେଳେ ତ କାନ୍ଦ ଦେଖି ମତେ ଜମା ଭଲ ଲାଗେନି। ମା, ମୁଁ କଣ ଜାଣି ଶୁଣି କାନ୍ଦେ? ପ୍ରତିଦିନ ଚିକି ମତେ ବହୁତ ହଇରାଣ କରେ। କାଲି ତ ସେ ମତେ ଦୋଳିରୁ ଠେଲି ପୋଖରୀ ପାଣିରେ ପକେଇଦେଲା। ମୁଁ ତ ତୁମକୁ ସବୁ କଥା କହିଥିଲି। ହଁ, ସେଥିପାଇଁ ତ କହୁଛି ତା ସହ ଜମା ମିଶିବୁନି। ତୋର ଯଦି ଖେଳିବାକୁ ଇଚ୍ଛା ହେବ, ତୁ ମିଟୁ ଭଉଣୀଙ୍କ ଝିଅ ଗୁଡିଆ ପାଖକୁ ଯିବୁ ଆଉ ତା ସହ ଖେଳିବୁ। ମିଟୁ ଭଉଣୀ ମୋ ସହ କାମ କରନ୍ତି। ସେ କହୁଥିଲେ ଗୁଡିଆ ଘରେ ଏକା ରହୁଛି। ଆଚ୍ଛା ଠିକ ଅଛି ମା, ମୁଁ ଏବେଠୁ ଗୁଡିଆ ସହ ଖେଳିବି। ତୁମେ ଆଉ ଚିନ୍ତା କରନି, ଏବେ କାମକୁ ଯାଅ। ଆରେ ଏକ ଗୁଡିଆ ଦୋଳିରେ ଖେଳି ଖେଳି ପୋଡପିଠା ଖାଉଛି। ତା ପୋଡପିଠା ଦେଖି ମତେ ବି ଖାଇବାକୁ ଇଚ୍ଛା ହେଲାଣି। ମୁଁ ଏବେ ତା ପାଖକୁ ଯାଏ। ତୁ କଣ କଲୁ ଗୁଡିଆ? ମୁଁ ତ ପାଖକୁ ଆସୁ ଆସୁ ତୁ ତ ପୋଡପିଠା ଲୁଚେଇ ଦେଲୁ। ମୁଁ କଣ ତ ପୋଡପିଠା ଖାଇ ଦେଇଥାନ୍ତି? ହଁ, ମୁଁ ଜାଣେ ତୁ କେତେ ବଡ ଲୋଭୀ। ତୁ ମୋ ପୋଡପିଠା ଦେଖି ମୋ ପାଖକୁ ଖାଇବାକୁ ଆସିଛୁ। ତୁ ଯେତେବେଳେ କିଛି ଖାଉ ମତେ କଣ ଦେଉ? ତୁ ଯାହା କହିଲେ ବି ମୁଁ ତତେ ମୋ ପୋଡପିଠା ଦେବିନି। ଯା ଏଠୁ। ମୁଁ ଯେତେବେଳେ ଖାଇସାରିବି ତୁ ଏଠାକୁ ଆସିବୁ। ତୁ ମତେ ଏତେ ବଡ ଅପମାନ ଦେଲୁ। ତୁ ଏସବୁ କରି କିଛି ବି ଠିକ କରିନୁ। ତୁ ଖାଲି ଦେଖେ ମୁଁ କେମିତି ଅପମାନର ପ୍ରତିଶୋଧ ନେଉଛି। ତାପରେ କାଉ ମିଟୁ ଛୁଆ ଉପରେ ନଜର ରଖିଲା। କିଛି ସମୟ ପରେ ମିଟୁ ଛୁଆ ପାଣି ପିଇବା ପାଇଁ ଘର ଭିତରକୁ ଗଲା। ସେତେବେଳେ କାଉ ଛୁଆ ତା ଦୋଳି ପାଖକୁ ଗଲା ଆଉ ସେ ଦୋଳିକୁ ଅଳ୍ପ କାଟି କହିଲା, ମତେ ଅପମାନ ଦେଇ କିଛି ବି ଠିକ କଲୁନି ଗୁଡିଆ। ଏବେ ତୁ ଯେତେବେଳେ ଦୋଳିରେ ବସିବୁ ମଜା ପାଇବୁ। ତାପରେ କାଉ ଛୁଆ ହସି ହସି ସେଠାରୁ ଚାଲିଗଲା। କିଛି ସମୟ ପରେ ମିଟୁ ଛୁଆ ଆସି ଦୋଳିରେ ବସିଲା। ସେ ଦୋଳି ଖେଳିବା ସମୟରେ ଦୋଳିଟି ଛିଡ଼ିଗଲା ଆଉ ମିଟୁ ଛୁଆ କଚାଡ଼ି ହେଇ ତଳେ ପଡ଼ିଗଲା। ମୋ ଅଣ୍ଟା ଭାଙ୍ଗିଗଲା। ମୁଁ ଆଗରୁ ଯେତେବେଳେ ଦୋଳି ଖେଳୁଥିଲି ସେତେବେଳେ ତ ଦୋଳି ଠିକ ଥିଲା। ହଠାତ୍ ଦୋଳି କେମିତି ଛିଡ଼ିଗଲା? ଆରେ ଗୁଡିଆ, ତୁ ଠିକ ଅଛୁ ତ? ମୁଁ ଆସିବା ସମୟରେ ଦେଖିଲି ତୁ ଦୋଳିରୁ ପଡ଼ିଗଲୁ। ଏସବୁ କେମିତି ହେଲା? କୁନି, ମୁଁ ଠିକ ଅଛି। ମତେ ଲାଗୁଛି ସବୁ କାମ ଚିକିର। ମୁଁ ତାକୁ ପୋଡପିଠା ଦେଇ ନଥିଲି ତ ସେ ମୋ ସହ ଏମିତି କରିଥିବ। ତୁ ଆଉ ମନ ଦୁଃଖ କରନି। ଚାଲ ଆମେ ବୁଲିବାକୁ ଯିବା। ସମସ୍ତେ ଦୋଳି ତିଆରି କରି ଖେଳୁଛନ୍ତି। ଚାଲେ ଆମେ ବି ସମସ୍ତଙ୍କ ସହ ଖେଳି ଆସିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଆରେ ଏମାନେ ସାଙ୍ଗ ହେଇ କୁଆଡେ ଯାଉଛନ୍ତି? ମୁଁ ବି ଯାଇ ଦେଖେ। ସେ ଦୁଇ ଜଣଙ୍କ ପଛରେ ଆସି ଭୁଲ କରିଦେଲେ। ଆକାଶକୁ ଦେଖି ଲାଗୁଛି ଏବେ ହିଁ ବର୍ଷା ଆରମ୍ଭ ହେଇଯିବ। ଶୀଘ୍ର ଆଶ୍ରୟ ପାଇଁ ଜାଗା ଖୋଜେ। ଆରେ କହୁ କହୁ ବର୍ଷା ଆରମ୍ଭ ହେଇଗଲା। ଆଗରେ ଗୋଟେ ଫୁଲ ଘର ଦେଖା ଯାଉଛି। ମୁଁ ସେ ଘରକୁ ଯାଏ। କୁନି, ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ଏବେ ଆମେ କେମିତି ଘରକୁ ଯିବା? ସେପଟେ ଦେଖେ, ଚିକି ଫୁଲ ଘର ପାଖକୁ ଯାଉଛି। ଚାଲ ଆମେ ବି ସେଠାକୁ ଯିବା।
ବେଶୀ ସମୟ ବର୍ଷାରେ ଭିଜିଲେ ଆମ ଦେହ ଖରାପ ହେଇଯିବ। ବର୍ଷା ଟିକେ କମି ଯାଉ ତାପରେ ଆମେ ଘରକୁ ଯିବା। ଏମିତି କଥା ହେଇ କୁନି ଆଉ ଗୁଡିଆ ସେ ଫୁଲ ଘର ପାଖକୁ ଗଲେ। ସେମାନେ ପହଞ୍ଚିବା ଆଗରୁ ଚିକି ଆଗ ଘର ଭିତରକୁ ଚାଲିଗଲା ଆଉ ସେ ଘରର କବାଟ ବନ୍ଦ ହେଇଗଲା। ଆରେ ଚିକି, କବାଟ କାହିଁକି ବନ୍ଦ କଲୁ? ଖୋଲ, ଆମେ ବି ଭିତରକୁ ଯିବୁ। କୁନି, ବର୍ଷା ପାଇଁ ସେ ଆମ କଥା ଶୁଣି ପାରୁ ନଥିବ। ତୁ ଝରକା ପାଖକୁ ଯାଇ ତାକୁ ଡାକେ। ଝରକା ବି ବନ୍ଦ ହେଇଗଲା। ମତେ ଘର ଜମା ବି ଠିକ ଲାଗୁନି। ଚିକି ନିଶ୍ଚୟ ବିପଦରେ ଅଛି। ମୁଁ ଏବେ ତା ବାପା ମାଙ୍କ ପାଖକୁ ଯାଏ ଆଉ ତାଙ୍କୁ ସବୁ କଥା କୁହେ। ହେଲେ କୁନି, ଏତେ ବର୍ଷାରେ ଆମେ ଚିକିର ଘରକୁ କେମିତି ଯିବା? ତୁ ଚିକିକୁ ଛାଡେ, ଚାଲ ଆମେ ଆଶ୍ରୟ ପାଇଁ ଆଉ ଏକ ଜାଗା ଦେଖିବା। ନାଇଁ ଗୋଡିଆ, ଏମିତି କହନି। ଚିକି ଆମକୁ ଅନେକ ହଇରାଣ କରିଛି ସତ, କିନ୍ତୁ ତାକୁ ଏମିତି ବିପଦରେ ଛାଡି ଯିବାଟା ଠିକ ହେବନି। ଚାଲ ଏବେ ହିଁ ତା ଘରକୁ ଯିବା। କେତେ ଜୋରେ ବର୍ଷା ହେଉଛି। ଏ ଝିଅଟା କୋଉଠି ରହିଗଲା କେଜାଣି? ତାକୁ ଖେଳିବା ପାଇଁ ବାହାରକୁ ଯିବା କହିବାଟା ହିଁ ମୋର ଭୁଲ ହେଇଗଲା। ତୁ ଏ କ'ଣ କହୁଛୁ କୁନି? ମୋ ଝିଅ ଚିକି ଫୁଲ ଘରେ ବନ୍ଦୀ ହେଇଯାଇଛି। ତୁ ମିଛ କହୁନୁ ତ? ନାଇଁ ଅଙ୍କଲ, ମୁଁ ମିଛ କହୁନି। ଏବେ ତ ବର୍ଷା ଛାଡିଗଲାଣି। ତୁମେ ମୋ ସାଙ୍ଗରେ ଚାଲ, ନିଜେ ସବୁ କଥା ଜାଣିପାରିବ। ଆରେ ଶୁଣ ନା, କୁନି ଏତେ ବର୍ଷାରେ ଭିଜି ଭିଜି ଆମ ପାଖକୁ ଆସିଛି। ଏମିତିରେ ବି ଆମ ଝିଅ ଘରେ ନାହିଁ। ଚାଲ ନା ଥରେ ସେଠାକୁ ଯାଇ ଦେଖି ଆସିବା। କୁନି, ଆମେ ତ କଥାରେ ପଡ଼ି ଏଠାକୁ ଚାଲି ଆସିଲୁ, ହେଲେ ମତେ ଲାଗୁନି ସେ ଫୁଲ ଘରେ ଥିବ। ଅଙ୍କଲ, ମୁଁ ମିଛ କହୁନି। କୁନି ଏଇ ଘର ଭିତରକୁ ଯାଇଥିଲା। ସେ ଘର ଭିତରକୁ ଯିବା ପରେ ପରେ ହିଁ ଝରକା କବାଟ ବନ୍ଦ ହେଇଗଲା। ତେବେ ଠିକ ଅଛି, ମୁଁ ଏବେ ଘର କବାଟ ବାଡ଼ଉଛି। ନା, ଏବେ ମୋର ବି ବିଶ୍ୱାସ ହେଉନି। ମୋ ଝିଅ ଯଦି ଏ ଘର ଭିତରେ ଥାନ୍ତା, ସେ ଶବ୍ଦ ଶୁଣି ଘର ବାହାରକୁ ନିଶ୍ଚୟ ଆସିଥାନ୍ତା। ନହେଲେ ସେ କିଛି ଶବ୍ଦ ତ କରିପାରିଥାନ୍ତା। ଏବେ ବୁଝିଲୁ ମୁଁ କ'ଣ ପାଇଁ ଏ କୁନିକୁ ରାଗୁଥିଲି। ଏବେ ମୁଁ ଏ କୁନିକୁ ଶାସ୍ତି ଦେବି। ମତେ ବିଶ୍ୱାସ କର, ମୁଁ ମିଛ କହୁନି। ଆରେ କ'ଣ ହେଲା? ତମେ ମାନେ ଏଇ ଛୋଟ ଝିଅଟିକୁ ଏମିତି ରାଗୁଛ କାହିଁକି? ଏ କୁନି ମାଡ଼ ଖାଇବାର ହିଁ ଯୋଗ୍ୟ। ସେ ଆମକୁ ମିଛ କହି ଏଠାକୁ ଡାକି ଆଣିଛି, ଆଉ ତୁମେ ଆସି ତା ସପକ୍ଷରେ କହୁଛ? ସେ କିଛି ବି ଭୁଲ କହୁନି। ଏ ଘରେ ଆଗରୁ ଗୋଟେ ତାନ୍ତ୍ରିକ ରହୁଥିଲା। ସେ ମରିବା ପରେ ଏ ଘର ଅଭିଶପ୍ତ ପାଲଟି ଯାଇଛି। ତମ ମାନଙ୍କ ଝିଅ ନିଶ୍ଚୟ ଏ ଘରେ ବନ୍ଦୀ ହେଇ ରହିଥିବ। ମୁଁ ମୋ ଶକ୍ତି ଦ୍ୱାରା ଚେଷ୍ଟା କରୁଛି ତମ ଝିଅକୁ ବାହାର କରିବା ପାଇଁ। ଏମିତି କହି ପରି ତା ଯାଦୁର ଲାଠି ଘରକୁ ଛୁଆଇଁ ଦେଲା। ସାଙ୍ଗେ ସାଙ୍ଗେ କବାଟ ଖୋଲିଗଲା। ଚିକି କାନ୍ଦି କାନ୍ଦି ବାହାରକୁ ଆସିଲା। ବାପା, ମା! ଏବେ ତମ ମାନଙ୍କର ବିଶ୍ୱାସ ହେଲା ମୋ ପାଖରେ ଯାଦୁର ଲାଠି ଥିଲା ବୋଲି ଆଜି ତମେ ମାନେ ନିଜ ଝିଅକୁ ଫେରି ପାଇଲ। ଆଉ ଗୋଟେ କଥା, ଛୋଟ ବୋଲି କାହାକୁ ଅବିଶ୍ୱାସ କରିବା ଠିକ ନୁହଁ। ହଁ, ଆମେ ଅନେକ ବଡ଼ ଭୁଲ କରିଛୁ। ମା କୁନି, ଆମକୁ କ୍ଷମା କରିଦେ। ଆମେ ତତେ ବିଶ୍ୱାସ କରୁନଥିଲୁ, ହେଲେ ଆଜି ତୋ ପାଇଁ ହିଁ ଆମେ ଆମ ଝିଅକୁ ଫେରି ପାଇଲୁ। କୁନି, ତୁ ମତେ ବି କ୍ଷମା କରିଦେ। ଆଗରୁ ମୁଁ ତତେ ବହୁତ ହଇରାଣ କରିଛି, ତଥାପି ତୁ ସବୁ କିଛି ଭୁଲି ମୋ ଜୀବନ ରକ୍ଷା କଲୁ। ମୁଁ ଆଉ କେବେ ତତେ ହଇରାଣ କରିବିନି କି କାହା ସହ ଲାଗିବିନି। ମୁଁ ତୋର ସାଙ୍ଗ ହେବାକୁ ଚାହେଁ କୁନି। କୁନି ସମସ୍ତଙ୍କୁ କ୍ଷମା କରିଦେଲା। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। କୁନି ତାର ମାକୁ ସବୁ ଘଟଣା କହିଲା। ସେଦିନ ପରଠାରୁ କାଉଛୁଆ ପୁରାପୁରି ବଦଳିଗଲା। ସେ ଆଉ କାହାକୁ ବି ହଇରାଣ କଲା ନାହିଁ, ଆଉ ସମସ୍ତଙ୍କ ସହ ସାଙ୍ଗ ହେଇ ଖୁସିରେ ରହିଲା। ଓହୋ, କି ଗରମ ଲାଗୁଛି। ଗଛ ଛାଇରେ ବସିଲେ ବି ଜମା ଗରମରୁ ମୁକ୍ତି ମିଳୁନି। ଯାଇ ଟିକେ ଦେଖି ଆସେ ଚଢ଼େଇ ମାନେ ଗରମରେ କ'ଣ କରୁଛନ୍ତି। ଆରେ ମିଟୁ, ଆଜି ରଜ, ଚାଲିବେ ଦୋଳି ଖେଳିବାକୁ ଯିବା। ମିଟୁ, ତୁ ନା ଆଜି ବହୁତ ସୁନ୍ଦର ଦେଖାଯାଉଛୁ। ହଁ ଲୋ ଚମ୍ପା କାଉ, ତୁ ବି ଆଜି କୋଉ କମ ଦେଖାଯାଉଛୁ କି? ପୁରା ହିରୋଇନ ପରି ଲାଗୁଛୁ। ସବୁ ଚଢ଼େଇ ରଜ ଦୋଳି ପାଖକୁ ଚାଲି ଆସିଥିବେଣି। ଚାଲ ଚାଲ, ଆମେ ବି ଯିବା। ଆରେ ବାପରେ, ତମେ ଦୁଇ ଜଣ ମୁହଁରେ ଏମିତି ଚୂନ ଲଗେଇ କୁଆଡେ ଯାଉଛ? ଏଇ
ବଦମାସ ଖାଉ ଏମିତି ଓଲଟା ପାଲଟା କଥା କହନି। ଆମେ ଆମ ମୁହଁରେ କାହିଁକି ଚୂନ ଲଗେଇବୁ? ଏଇଟା ଆମର ପିଓର ନ୍ୟାଚୁରାଲ ଲୁକ୍, ବୁଝିଲୁ? ଜମା ବାଜେ କଥା କହନି। ଆଲୋ ଚମ୍ପା, ତୁ କଣ ଜାଣିପାରୁନୁ ଏଇ କାଉ ଈର୍ଷାରେ ଏମିତି କହୁଛି? କିରେ, ତୁ ଆମ ଭଳି କେବେ ବି ଏତେ ସୁନ୍ଦର ହିଁ ପାରିବୁନି, ସେଥିପାଇଁ ଏଠାକୁ ଆସି ଏମିତି ସବୁ କଥା କହୁଛୁ ନା? କଣ ହେଲା, ଈର୍ଷା କରିବି ପୁଣି ତମ ମାନଙ୍କୁ? ସତ କଥା ହେଲା ତମେ ଦୁଇ ଜଣ ପୁରା ଭୁତୁଣି ପରି ଲାଗୁଛ। ଏଇ ବଦମାସ ଖାଉ, ତତେ କହିଲି ନା ଜମା ବାଜେ କଥା କହିବୁନି। ଆଉ ଥରେ ଯଦି କିଛି ଓଲଟା ପାଲଟା କଥା କହିବୁ ମୁଁ ତ ଥଣ୍ଟ ଭାଙ୍ଗିଦେବି। କଣ କହିଲୁ? ମୋ ଥଣ୍ଟ ଭାଙ୍ଗିବୁ? ଆସ ଆସ ମୋ ଥଣ୍ଟ ଭାଙ୍ଗିକି ଦେଖା। ମୁଁ ତ ଆହୁରି କହିବି ଭୁତୁଣି ଭୁତୁଣି। କଣ ହେଲା, ତୁ ଆମକୁ ଭୁତୁଣି କହୁଛୁ? ଏ ଚମ୍ପା, ଧରତେ କାଉକୁ, ଆଜି ତା ପିଠିରେ ଭଲ କିତି ପାହାର ପକେଇବା। କାଉକୁ ମାରିବା ପାଇଁ ସେ ଦୁଇ ଜଣ ତାର ପଛା କଲେ। ଦୁଷ୍ଟ କାଉ ଶୀଘ୍ର ଉଡ଼ି ସେଠାରୁ ଚାଲିଗଲା। ମିଟୁ, ଚାଲେ ବି ଯିବା, ଡେରି ହେଇଗଲାଣି। ଆମେ ଆଉ ଦିନେ କାଉକୁ ଦେଖିନେବା। ଆରେ ରହ ରହ, ମୁଁ ଆଗ ଟିକେ ମେକଅପ୍ କରିନିଏ। ଏଇ ବଦମାସ କାଉର ପଛା କରି କରି ମୋ ମେକଅପ୍ ଖରାପ ହେଇଗଲା। ହଁ, ତୁ ଠିକ କହିଛୁ, ମୁଁ ବି ଟିକେ ମେକଅପ୍ କରିନିଏ, ନହେଲେ ଆମ ଚେହେରା ଗ୍ଲୋ କେମିତି କରିବ। ଚାଲ ଚାଲ। ଏଇ ବେଙ୍ଗ, ଏମିତି ଚୁପ କରି କାହିଁକି ବସିଛୁ? ଟିକେ ରଡ଼ି ଛାଡ଼େ। ତୁ ଶବ୍ଦ କଲେ ସିନା ବର୍ଷା ହେବ। ଏଇ ଗରମରୁ ଆମକୁ ଟିକେ ମୁକ୍ତି ମିଳିବ। ନା, ଏ ଯାଇ ବର୍ଷା ଦିନ ଆସିନି। ବର୍ଷା ଦିନ ଆସିଲେ ମୁଁ ଶବ୍ଦ କରିବି, ଏବେ ନୁହଁ। କଣ ହେଲା, ତୁ ଶବ୍ଦ ବାହାର କରିବୁନି ତ? ତାହେଲେ ଏବେ ଦେଖେ ମୁଁ ତ ପାଖରୁ କେମିତି ଶବ୍ଦ ବାହାର କରୁଛି। ଏମିତି କହି କାଉ ବେଙ୍ଗକୁ ବହୁତ ପିଟିଲା। ବେଙ୍ଗ ଶୀଘ୍ର ଡେଇଁ ପାଣି ଭିତରକୁ ଚାଲିଗଲା। ଧେତ୍, ଏ ବେଙ୍ଗ ଦ୍ୱାରା କିଛି କାମ ହେଲାନି। ଯାଇ ଦେଖେ ବାଦଲ ମାନେ କଣ କରୁଛନ୍ତି। ବାପରେ, ଏ ବାଦଲ ଗୁଡା କେମିତି ଆରାମରେ ଶୋଇଛନ୍ତି ଦେଖ। ମୁଁ ସେପଟେ ଗରମରେ ମରୁଛି, ଆଉ ଏ ଅଳସୁଆ ଦଳ ବର୍ଷା ନକରି ଶୋଇଛନ୍ତି। ଏବେ ଏମାନଙ୍କ ନିଦ ଭାଙ୍ଗୁଛି। ଏଇ ଅଳସୁଆ ବାଦଲ ଦଳ, ବର୍ଷା ନକରି ଶୋଇ ରହିଛ? ଉଠ, ବର୍ଷା କର। ଉଠ କହୁଛି। କା 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 କା। ଏଇ ଦୁଷ୍ଟ କାଉ, ତୋର ସମସ୍ୟାଟା କଣ କହିଲୁ? ଏମିତି ପାଟି କରି କାହିଁକି ଆମ ନିଦ ଭାଙ୍ଗିଲୁ? ବର୍ଷା ଦରକାର, ବର୍ଷା। ଆମ ଜଙ୍ଗଲରେ ପ୍ରବଳ ଗରମ। ଶୀଘ୍ର ତମେ ମାନେ ବର୍ଷା କର। ବର୍ଷା ହେଲେ ଯାଇ ଟିକେ ଆରାମ ଲାଗିବ। ଏବେ କେମିତି ବର୍ଷା କରିବୁ? ଏ ଯାଇ ବର୍ଷା ଦିନ ଆସିନି। ବର୍ଷା ଦିନ ଆସିସାରୁ ତାପରେ ଆମେ ବର୍ଷା କରିବୁ। ବର୍ଷା ଦିନ ଆସିନି ତ କଣ ହେଇଗଲା? ଏବେ ସମୟ ଆଗରୁ ଟିକେ ବର୍ଷା କରିଦିଅ। ଜଲ୍ଦି ବର୍ଷା କର, ଭାରି ଗରମ ଲାଗୁଛି। ଏଇ କାଉ, କଣ ପାଲ ଲଗେଇଛୁ? ତ କଥାରେ ଆମେ କଣ ବର୍ଷା କରିବୁ? ଯେବେ ବାଦଲରାଣୀ ଆମକୁ ଆଦେଶ ଦେବେ ଆମେ ସେବେ ବର୍ଷା କରିବୁ। ଏବେ ଆମକୁ ଆଉ ବିରକ୍ତ ନ କରି ଏଠାରୁ ଚାଲିଯା। ଓ, ବୁଝିଗଲି, ତମେ ମାନେ ଅଳସୁଆ। ଛି ଛି ଛି, ଅଳସୁଆ ଦଳ। ବାଦଲ ରାଣୀ କଣ ପାଇଁ ଯେ ତମ ମାନଙ୍କୁ ରଖିଛି? ନିଶ୍ଚୟ ତାର ଆଖି ଖରାପ ଥିବ, ସେଥିପାଇଁ ତମ ଭଳି ଅଳସୁଆଙ୍କୁ ଚିହ୍ନି ପାରିଲାନି। ବଦମାସ କାଉ, ଆମ ବାଦଲରାଣୀଙ୍କର ଅପମାନ କରନି, ନହେଲେ କଥାଟା କିଛି ଭଲ ହେବନି। ତୁ ଆମର ଶକ୍ତି ବିଷୟରେ ଜାଣିନୁ। ଏମିତି ଗର୍ଜନ କାହିଁକି କରୁଛ? ଯଦି ପାରୁଛ ବର୍ଷା କରିକି ଦେଖାଅ, ତାପରେ ମୁଁ ଦେଖିବି ତମମାନଙ୍କ ଶକ୍ତି କେତେ। ଶକ୍ତିହୀନ ଅଳସୁଆ ବାଦଲ ଦଳ, ଆଗରୁ ଯଦି ଜାଣିଥାନ୍ତି ତମମାନଙ୍କ ପାଖରେ ବର୍ଷା କରିବାର ଶକ୍ତି ନାହିଁ, ମୁଁ କେବେ ବି ତମମାନଙ୍କ ପାଖକୁ ଆସିନଥାନ୍ତି। ଛି, ତମମାନଙ୍କ ସହ କଥା ହେଇ ମୋ ମୁହଁ ଖରାପ ହେଇଗଲା। ତୁ ଦେଖିଲୁ ଏ ବଦମାସ କାଉ କେମିତି ଆମର ଅପମାନ କରି ଚାଲିଗଲା? ମୁଁ କେବେ ବି ଏ ଅପମାନ ସହିବିନି। ଆମ ଭଳି ଏତେ ଶକ୍ତିଶାଳୀ ବାଦଲଙ୍କର ସେ ଅପମାନ କରିବ, ଆଉ ଆମେ ସହିଯିବା? ହଁ, ତୁ ଠିକ କହିଛୁ ମେଘବତୀ। ଚାଲ, ଆମେ ଆମ ଅପମାନର ପ୍ରତିଶୋଧ ନେବା। ବାପରେ, କେତେ ଜୋରରେ ବର୍ଷା ହେଉଛି। ମୁଁ ସେ ବାଦଲ ଦଳଙ୍କୁ ବେଶୀ ରଗେଇକି ଚାଲି ଆସିନି ତ। ସେ ଯାହା ବି ହଉ, ଏ ଗରମରେ ବର୍ଷା ଯୋଗୁଁ ମୁଁ ପୁରା ଥଣ୍ଡା ହେଇଗଲି। ସେପଟେ ଏତେ ଜୋରରେ ବର୍ଷା ହେବା ଯୋଗୁଁ ଚଢ଼େଇମାନେ ଘରୁ ବାହାରି ପାରିଲେନି। ଜଙ୍ଗଲ ଭିତରକୁ ବନ୍ୟା ମାଡ଼ି ଆସିଲା। ଆଜି ରଜ, ହେଲେ ବର୍ଷା ପାଇଁ ଆମେ ରଜ ଦୋଳି ଖେଳି ପାରିଲେନି। କାହିଁକି ଯେ ଅସମୟରେ ଏତେ ବର୍ଷା ହେଲା? ଏ ବର୍ଷ ଆମେ ରଜ କେମିତି ପାଳିବା? ବର୍ଷା ଦିନ ଆସିବାକୁ ଆହୁରି ଅନେକ ଦିନ ବାକି ଅଛି। କାହିଁକି ଯେ ଏତେ ଜୋରରେ ବର୍ଷା ହେଉଛି?
ଏମିତି ଯଦି ବର୍ଷା ଲାଗି ରହିବ ଆମ ଘର ଦ୍ୱାର ଭାସିଯିବ। ନା ନା, ଏମିତି ହେବା ପୂର୍ବରୁ ଚାଲ ସମସ୍ତେ ମିଶି ବାଦଲ ରାଣୀଙ୍କ ପାଖକୁ ଯିବା। କ'ଣ ପାଇଁ ଏତେ ବର୍ଷା ହେଉଛି ତାଙ୍କୁ ପଚାରି ଆସିବା। ତାପରେ ସବୁ ଚଢ଼େଇ ମିଶି ବାଦଲଙ୍କ ପାଖକୁ ଗଲେ। ବାଦଲ ରାଣୀ, ଆମ ଜଙ୍ଗଲରେ କାହିଁକି ଏତେ ବର୍ଷା କରୁଛ? ଆଜି ରଜ, ହେଲେ ଆମେ କେହି ବି ଘରୁ ବାହାରି ପାରୁନୁ। ଦୟାକରି ବର୍ଷା କରନି, ନହେଲେ ଆମ ଘର ଭାଙ୍ଗିଯିବ, ଆମେ ସବୁ ପାଣିରେ ଭାସିଯିବୁ। ତୁମ ଜଙ୍ଗଲରେ ରହୁଥିବା ଦୁଷ୍ଟ କାଉ ପାଇଁ ଏ ବର୍ଷା ହେଉଛି। ସେ ଆମକୁ ବହୁତ ଅପମାନ ଦେଇଛି। ଏବେ ସେ ଦେଖୁ ଆମର ଶକ୍ତି କେତେ। କିନ୍ତୁ ଗୋଟେ କାଉ ପାଇଁ ଆମ ସମସ୍ତଙ୍କୁ କାହିଁକି କଷ୍ଟ ଦେଉଛ? ଦୟାକରି ବର୍ଷାକୁ ଅଟକେଇ ଦିଅ। ଠିକ୍ ଅଛି, ଆମେ ଆଉ ବର୍ଷା କରିବୁନି। ତମେମାନେ କାଉ ପାଖକୁ ଯାଇ ତାକୁ କୁହ ସେ ଆମ ପାଖକୁ ଆସି ଆମକୁ କ୍ଷମା ମାଗୁ। ମୁଁ ସେ ଅପମାନକୁ କେବେ ବି ଭୁଲି ପାରିବିନି। ବାଦଲର କଥା ଶୁଣି ସମସ୍ତେ କାଉ ପାଖକୁ ଆସିଲେ। ନା, ମୁଁ କ୍ଷମା ମାଗିବିନି। ସେ ଅଳସୁଆ ବାଦଲ ଦଳଙ୍କ ପାଖରେ ମୁଁ କେବେ ବି କ୍ଷମା ମାଗିବିନି। ଦେଖ କାଉ, ତୁ ଭୁଲ କରିଛୁ। ତୋ ପାଇଁ କ'ଣ ଆମେ ସମସ୍ତେ କଷ୍ଟ ପାଇବୁ? ଯା ଶୀଘ୍ର ଯାଇ ବାଦଲମାନଙ୍କୁ କ୍ଷମା ମାଗେ। ନା ନା ନା, ମୁଁ କାହାକୁ ବି କ୍ଷମା ମାଗିବିନି। ମୋତେ ଆଉ ବିରକ୍ତ କରନି, ନହେଲେ ମୁଁ ସମସ୍ତଙ୍କୁ ପିଟିବି। ଆରେ ଏବେ କ'ଣ କରିବା? ଏ ବଦମାସ କାଉ ତ ଆମ କଥା ଶୁଣିଲାନି, ଘର ଭିତରକୁ ଚାଲିଗଲା। ମୋ ପାଖରେ ଏକ ଉପାୟ ଅଛି। ଚାଲ ସମସ୍ତେ ବାଦଲଙ୍କ ପାଖକୁ ଯିବା। କ'ଣ ହେଲା? ତମେମାନେ କାଉକୁ କାହିଁକି ସାଙ୍ଗରେ ଆଣିଲନି? ଆମେ କାଉକୁ ଅନେକ ବୁଝେଇଲୁ, ହେଲେ କାଉ କ୍ଷମା ମାଗିବାକୁ ରାଜି ହେଲା ନାହିଁ। ବାଦଲ ରାଣୀ, ମୋ ପାଖରେ ଏକ ଉପାୟ ଅଛି। ଭୁଲ କାଉ କରିଛି, ତାକୁ ଶାସ୍ତି ଦିଅ। ଦୟାକରି ଆମକୁ ଆଉ କଷ୍ଟ ଦିଅନି। ଏମିତି ଚଢ଼େଇ ବାଦଲମାନଙ୍କୁ ତା ଯୋଜନା କଥା କହିଲା। ତାପରେ ସବୁ ବାଦଲ ଯାଇ କାଉର ଘର ଉପରେ ବର୍ଷା କଲେ। କାଉ ଆରାମରେ ତା ଘରେ ଶୋଇଥିଲା। ବାଦଲ ମାନେ ଏତେ ଜୋରରେ ବର୍ଷା କଲେ ଯେ କାଉର ଘର ଭାଙ୍ଗିଗଲା। ଏ କ'ଣ, ଆଉ କୋଉ ଜାଗାରେ ବି ତ ବର୍ଷା ହେଉନି। ମୋ ଉପରେ ତମେମାନେ କାହିଁକି ବର୍ଷା କରୁଛ? ଚାଲିଯାଅ ଏଠୁ। ସେଦିନ ବର୍ଷା ନ କରିବାରୁ ଆମକୁ ଅପମାନ ଦେଇଥିଲୁ। ଆଜି ଆମେ ତ ପଛ ଛାଡ଼ିବୁନି। ତତେ ବର୍ଷା ଦରକାର ତ ଉପରେ ହିଁ ଆମେ ବର୍ଷା କରିବୁ। ସେ ବାଦଲ ଦଳ କାଉ ଉପରେ ହିଁ ବର୍ଷା କରୁଥିଲେ। କାଉ ଭୟରେ ସେ ଜଙ୍ଗଲ ଛାଡ଼ି ଚାଲିଗଲା। ବର୍ଷା ଛାଡ଼ିଯିବାରୁ ଜଙ୍ଗଲ ପୂର୍ବ ଭଳି ହେଇଗଲା। ତା ଦେଖି ସବୁ ଚଢ଼େଇ ଖୁବ୍ ଖୁସି ହେଇଗଲେ। ଚଢ଼େଇ, ତୋ ବୁଦ୍ଧି ପାଇଁ ଆମେ ସେ ଦୁଷ୍ଟ କାଉକୁ ଉଚିତ ଶିକ୍ଷା ଦେଇପାରିଲୁ। ଆମ ପାଇଁ ତମେ ସମସ୍ତେ ଅନେକ କଷ୍ଟ ପାଇଛ, ସେଥିପାଇଁ ଆମକୁ କ୍ଷମା କରିଦିଅ। ଏବେ ଆମେ ଯାଉଛୁ। ଏମିତି କହି ସବୁ ବାଦଲ ସେଠାରୁ ଚାଲିଗଲେ। ଚଢ଼େଇମାନେ ଖୁସିରେ ରଜ ପର୍ବ ପାଳନ କଲେ।